ଅନ୍ତରେ କାନ୍ଦେ ବାହାରେ ହସି ମୁଁ ଏଇ ମୋର ପରିଚୟ। ମରି ସାରିଛି ମୁଁ ତେବେ ବି କରୁଛି ବଞ୍ଚିବାର ଅଭିନୟ। ଶ୍ରୋତାବନ୍ଧୁ, ଜଣେ ସ୍ରଷ୍ଟାର, ଜଣେ କବିର ସୃଷ୍ଟି ଆଉ କବିତା ବେଳେବେଳେ ସ୍ରଷ୍ଟାଠୁ ମଧ୍ୟ ଅଧିକ ପ୍ରଭାବଶାଳୀ ହୋଇଥାଏ। ସ୍ରଷ୍ଟାର ସୃଷ୍ଟି ଜନତାର ହୃଦୟରେ, ଲୋକମାନଙ୍କ ହୃଦୟରେ ପ୍ରଭାବ ବିସ୍ତାର କରେ। କବିତାର ପଦ ଅଭୁଲନୀୟ, ଅବିସ୍ମୃତ ହେଇକି ରହିଯାଏ। କିନ୍ତୁ ସ୍ରଷ୍ଟାଟିଏ, କବିଟିଏ ଯେତିକି ଆଦୃତି ପାଇବା ଦରକାର, ଯେତିକି ଆଲୋଚିତ ହେବା ଦରକାର, ସେତିକି ହୋଇପାରି ନଥାଏ। ଆଜି ଏମିତି ଜଣେ କବି ଯାହାଙ୍କୁ ଆମେ ଶୁଣିବାକୁ ଯାଉଛେ, ଯାହାଙ୍କ ପଦ ମୁଁ ଆରମ୍ଭରୁ ଉଚ୍ଚାରଣ କରିଛି, ସେ ହେଉଛନ୍ତି ଗୀତିକବି ଗୁରୁକୃଷ୍ଣ ଗୋସ୍ୱାମୀ। ଶ୍ରୋତାବନ୍ଧୁ, ଗୀତି କବିତା ଆମେ ଜାଣେ ଯେ ଗୀତି କବିତା ହେଉଛି ଗୀତିମୟତା ବା ସ୍ୱର, ଲୟ, ଛନ୍ଦର ଏକ ସମ୍ମିଳିତ ରୂପ। ଏକଦା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଗୀତି କବିତାର ମହତ୍ତ୍ୱକୁ ପ୍ରତିପାଦନ କରି କହିଥିଲେ, ବିଲେ ଗାଏ ଜୋସା ଅନ୍ତପୁରେ ଜୋସା ନୃତ୍ୟ ରଙ୍ଗେ ବାରଙ୍ଗନା। ବିଲେ ବୋଲେ ଚଷା ଅନ୍ତପୁରେ ଜୋସା ନୃତ୍ୟ ରଙ୍ଗେ ବାରଙ୍ଗନା। ଗୀତି କବିତା ସମ୍ପୂର୍ଣ୍ଣ ରୂପେ ସଙ୍ଗୀତର ଯେଉଁ ସାଙ୍ଗୀତିକତାକୁ ବହନ କରି ଏକ ସ୍ରୋତ ଭଳି ଉଚ୍ଛ୍ୱସିତ ଭାବରେ ପ୍ରବହମାନ ହେଇଥାଏ। ତେବେ ଆଜି ଆମେ ଗୀତି କବିତାର ଜଣେ ପ୍ରଚଣ୍ଡ କବିଙ୍କୁ ପଢ଼ିବା, ଶୁଣିବା। ସେ ହେଉଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ। ତେବେ ଏହି ଆଲେଖଟି ମୋର ନୁହେଁ, ଏହା ହେଉଛି ସମକାଳୀନ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଜଣେ ପ୍ରଜ୍ଞାଶୀଳ ଉଚ୍ଚାରଣ। ସେ ହେଉଛନ୍ତି ଡକ୍ଟର କେଶବ ଚନ୍ଦ୍ର ଦଳାଇ। ତାଙ୍କର ଏକ ସୁନ୍ଦର ପୁସ୍ତକ, ପ୍ରବନ୍ଧ ପୁସ୍ତକ, ଯାହାକି ଆଧୁନିକ ଓଡ଼ିଆ ଗୀତି କବିତା ଏକ ଅନୁଶୀଳନ। ଏହି ପୁସ୍ତକରେ ସେ ଗୀତିକବି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ସମ୍ପର୍କରେ ଚମତ୍କାର ଆଲୋଚନା ଉପସ୍ଥାପନ କରିଛନ୍ତି। ତାହେଲେ ଆଜି ଆମେ ଶୁଣୁଛେ ନିଚ୍ଛକ ଗୀତି କବିତାର ପ୍ରାଣ ଗୁରୁକୃଷ୍ଣ ଗୋସ୍ୱାମୀ, ଯାହାର ଲେଖକ ହେଉଛନ୍ତି ଆଧୁନିକ ଓଡ଼ିଆ ଗୀତି କବିତା ଏକ ଅନୁଶୀଳନ 1950ରୁ 2000 ର ସମୟ ସୀମା ଭିତରେ ଲିଖିତ ଏକ ତାତ୍ତ୍ୱିକ ଆଲୋଚନାତ୍ମକ ପୁସ୍ତକ, ଯାହାର ରଚୟିତା ହେଉଛନ୍ତି ଡକ୍ଟର କେଶବ ଚନ୍ଦ୍ର ଦଳାଇ। ଓଡ଼ିଆ ଗୀତି କବିତା କ୍ଷେତ୍ରରେ ଗୁରୁକୃଷ୍ଣ ଗୋସ୍ୱାମୀ ଜଣେ ପ୍ରଭାବଶାଳୀ ପ୍ରତିଭା। ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଜନ୍ମ 1934 ମସିହା ମେ 31 ତାରିଖ ମୟୂରଭଞ୍ଜ ଜିଲ୍ଲାର ନୂଆଗାଁ ଠାରେ। 1952 ମସିହାରେ ସେ ଗୀତି କବିତା ରଚନା ଆରମ୍ଭ କରିଥିଲେ। 1956 ମସିହାରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତି କବି ଭାବରେ ଗୁରୁକୃଷ୍ଣ ଗୋସ୍ୱାମୀ ବେଶ୍ ଚର୍ଚ୍ଚିତ। ଏଯାବତ୍ ପ୍ରକାଶ ପାଇଥିବା ତାଙ୍କର ଗୀତି କବିତା ସଂକଳନ ଗୁଡ଼ିକ ହେଲା ଏ ମନ ଚୋରା ପଥେ, ସମୁଦୁଣୀ ମୋର ଜୁହାର ଜାଣିବ, ରଜନୀଗନ୍ଧା ଦିଗ ଦିହୁଡ଼ି, ନମାମି ଜନ୍ମଭୂମି ଇତ୍ୟାଦି। ଓଡ଼ିଆ ଗୀତି କବିତା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରବୀଣ ଗୀତିକବି ଶ୍ରୀ ଗୋସ୍ୱାମୀ ଆକାଶବାଣୀ, ଦୂରଦର୍ଶନ ଓ ଚଳଚ୍ଚିତ୍ରର ରୂପେଲି ପରଦାରେ ଏକ ବହୁଚର୍ଚ୍ଚିତ ବ୍ୟକ୍ତିତ୍ୱ। 1992 ମସିହାରେ ହିନ୍ଦୀ ଭାଷାରେ ଗୀତିକାର ଭାବରେ ଆକାଶବାଣୀରୁ ସେ ସ୍ୱୀକୃତି ଲାଭ କରିଛନ୍ତି। ହିନ୍ଦୀ ଭାଷାରେ ଭାରତର ପ୍ରଥମ ଶ୍ରୀ ଜଗନ୍ନାଥ ଭଜନ କ୍ୟାସେଟରେ ତାଙ୍କର 9ଟି ହିନ୍ଦୀ ରଚନା ଟି ସିରିଜରୁ ମୁକ୍ତିଲାଭ କରିଥିଲା। ସର୍ବଭାରତୀୟ ସ୍ତରରେ ଆଦୃତ କବି ଗୋସ୍ୱାମୀ ବହୁ ପୁରସ୍କାର ଓ ପ୍ରଶଂସାପତ୍ର ପାଇବା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। କବି ସମ୍ପୂର୍ଣ୍ଣ ନିଜସ୍ୱ ଶୈଳୀରେ ସହଜ ସରଳ ଭାଷାରେ ଜୀବନଧର୍ମୀ ବାସ୍ତବବାଦୀ ରଚନା କରି ଆଧୁନିକ ଗୀତି କବିତାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଗୀତି କବିତାର ଆତ୍ମିକ ଦିଗ ଗୁଡ଼ିକ ଯଦି ଆମେ ଆଲୋଚନା କରିବା, ସେଥିରେ ଅଛି ଆତ୍ମାଭିବ୍ୟକ୍ତି ମୂଳକ ଗୀତି କବିତା, ଯେଉଁଥିରେ ସେ ଏଇ ଅନ୍ତରେ କାନ୍ଦେ ବାହାରେ ହସି ମୁଁ ଏଇ ମୋର ପରିଚୟ, ମରି ସାରିଛି ମୁଁ ତେବେ ବି କରୁଛି ବଞ୍ଚିବାର ଅଭିନୟ
କବିତାଟି ଆମେ ତାକୁ ଅନ୍ତର୍ଭୁକ୍ତ କରିପାରିବା। ବ୍ୟକ୍ତିଗତ ଆଶା ଆକାଂକ୍ଷା ସ୍ୱପ୍ନ ପ୍ରେମ ପ୍ରଣୟ ସହିତ ସାମ୍ପ୍ରତିକ ହତାଶାବୋଧ ସ୍ୱପ୍ନଭଙ୍ଗ ନିଃସଙ୍ଗତା ଓ ଈଶ୍ୱରଙ୍କ ପ୍ରତି ଅଭିଯୋଗ ହେଉଛି ତାଙ୍କ ଗୀତି କବିତାର ମୁଖ୍ୟ ଉପଜୀବ୍ୟ ବିଷୟ। ଆଜିର ମଣିଷ ବଞ୍ଚିବାର ବାହାନା କରୁଛି, ଅନ୍ତର ମଧ୍ୟରେ କାନ୍ଦୁଛି, ତାର ସ୍ୱପ୍ନ ସବୁ ଭାଙ୍ଗି ଚୁରମାର ହୋଇଯାଇଛି, ତଥାପି ବାହାରେ ସେ ଅଭିନୟ କରୁଛି। ଶିଳ୍ପୀଟିଏ ତା ଜୀବନରେ ଝଡ଼ଝଞ୍ଜା ସହ୍ୟ କରି ସମାଜକୁ ଦିଏ ତାର ଶିଳ୍ପର କଳା। ନିଜର ବ୍ୟକ୍ତିଗତ ଜୀବନର ଦୟନୀୟତାକୁ ଭୁଲି ସେ ସୃଷ୍ଟି କରି ଯେଉଁ କଳା ତାହାର ଆଦର ବଢ଼େ ସମାଜରେ। ଯାହା ଭିତରୁ ଆଗକୁ ବଢ଼ିବା ପାଇଁ ସମାଜ ପାଏ ପ୍ରେରଣା, କିନ୍ତୁ ପ୍ରତିଦାନରେ ତାକୁ ମିଳେ କ'ଣ? ମୌଳିକ ପ୍ରଶ୍ନ ଏଇଟି। ଏଇ ପ୍ରଶ୍ନ କବି ପ୍ରାଣକୁ ଆନ୍ଦୋଳିତ କରିଛି। ସେ ଶିଳ୍ପୀର ଜୀବନକୁ ସୁନ୍ଦର ଭାବରେ ତୋଳିଛନ୍ତି। ଶିଳ୍ପୀ ତାର ଜୀବନରେ ପ୍ରତି ପଦେ ପଦେ କ୍ଷତ ବିକ୍ଷତ ହୋଇଛି, ମାତ୍ର ଅବସ୍ଥାର ରଥଚକ୍ର ତଳେ ନିଷ୍ପେଷିତ ହୋଇ ମଧ୍ୟ ସେ ତାର ସାଧନାକୁ ଚିରଦିନ ଉଚ୍ଚ ଆସନ ଦେଇ ଆସିଛି। ଦୁଃଖରେ ନିଜକୁ ନିଜେ ସାନ୍ତ୍ୱନା ଦେଇଛି, ନିଜ ଆଖିର ଲୁହକୁ ନିଜେ ନିଜ ହାତରେ ପୋଛିଛି। କବି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଶବ୍ଦରେ। କାନ୍ଦିଲେ ଯିଏ ନିଜେ ପୋଛେ ନିଜ ଲୁହ, କାନ୍ଦିଲେ ଯିଏ ନିଜେ ପୋଛେ ନିଜ ଲୁହ, ନିଭାଏ ଯିଏ ତା ନିଜ ଦୁଃଖ ଦାହ, ତୁମେ ଜୀବନେ କି ଦୁଃଖରେ ତାର ଆହା ବୋଲି ଥରେ କୁହ। ମଣିଷର ସୁଖ ଦୁଃଖଠାରୁ ଆରମ୍ଭ କରି ଜୀବନ ଯନ୍ତ୍ରଣା କବି ଗୋସ୍ୱାମୀଙ୍କ କବିତାରେ ଦେଖିବାକୁ ମିଳେ। ମଣିଷର ମାନସିକତାକୁ ସେ ଚିହ୍ନିବାରେ ଧୁରନ୍ଧର। ମଣିଷ ଅନ୍ତରର ଭୟକୁ ସେ ଦେଖିଛନ୍ତି ମଧ୍ୟ ତା ଭିତରେ ଥିବା ଅନ୍ୟ ପ୍ରତି ପରଶ୍ରୀ କାତରତା ଓ ହିଂସ୍ରତାକୁ। ମଣିଷ ଫୁଲକୁ ଆଦର କରେ, କଣ୍ଟାକୁ ଭୟ ପାଏ, ଝରଣାକୁ ଆଦର କରି ବନ୍ୟାକୁ ଭୟ ପାଏ। କବି ସୁନ୍ଦର ଅନୁଭୂତି ନେଇ ପ୍ରକାଶ କରିଛନ୍ତି। ମଣିଷ ସୁଖ ଖୋଜେ ବୋଲି ଦୁଃଖ ତାକୁ ଭୁଲି ପାରେନା। ବାସ୍ତବିକ କହିବାକୁ ଗଲେ କବିଙ୍କର ଚମତ୍କାର ଦୃଷ୍ଟିଭଙ୍ଗୀ। ନିଜ ଜୀବନର କଥା କହିଛନ୍ତି। ଏ ଦୁନିଆରେ ଧନ ମିଳେ, ପ୍ରୀତି ମିଳେ, ମଧୁର ସ୍ୱପ୍ନ ମିଳେ, ସୁଖ ମିଳେ, ଦୁଃଖ ମିଳେ, ମାତ୍ର ଦୁଃଖର ସମଭାଗୀ କେହି ମିଳେନା। ଏହି ସତ୍ୟକୁ କବି ପ୍ରକାଶ କରି ଶାଣିତ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି। କବି ମଧ୍ୟ ପ୍ରେମର ଚିତ୍ର ଅଙ୍କନ କରିଛନ୍ତି। ଅନ୍ୟକୁ ଭଲ ପାଇବା ବା ପ୍ରେମ କରିବାକୁ ଗଲେ ଦୁଃଖ କରିବା ବା ବିରହରେ ଜଳିବା କଥାକୁ ସେ ସ୍ୱୀକାର କରନ୍ତି ନାହିଁ। ଭଲ ପାଇବାର ସଫଳ ଦିଗକୁ ସେ କାମନା କରନ୍ତି। ଯାହା ସେ କହନ୍ତି, ଭଲ ପାଇବାର ମାନେ ଯାହା ଜାଣେ ଅସୀମର ସୀମା ଛୁଇଁବା, ଭଲ ପାଇବାର ମାନେ ଯାହା ଜାଣେ ଅସୀମର ସୀମା ଛୁଇଁବା, ଭଲ ପାଇବାର ଅର୍ଥ ନୁହେଁ ତ ଦିଆଖିରୁ ଲୁହ ଢାଳିବା। ଅତୀତର ଶିଳ୍ପକଳାକୁ କବି ମନେ ପକେଇଛନ୍ତି। ଖୋଦିତ ଶିଳାର ମନରେ ହାହାକାର। ଆଉ ଏପରି ଶିଳ୍ପୀ ନାହାନ୍ତି ଯିଏ ରକ୍ତ ଢାଳି ପୁଣି ତିଆରି କରିବ ଶିଳା ସନ୍ତାନ। ଅତୀତର କଥାକୁ ମନେ ପକାଇ କବି କହନ୍ତି, ଦେଖି ନାହିଁ ଏକ ଶିଳ୍ପୀକୁ ମୁହିଁ, ଯିଏ ତା ରକ୍ତ ଢାଳି ମୋତେ ଦେବ କିଛି ଶିଳା ସନ୍ତାନ, ଶୁଖିବ ମୋ ଲୁହ ଧାରା। ବର୍ତ୍ତମାନ ପରିସ୍ଥିତିରେ କବିତାର କଳ୍ପନା ବିଳାସ କବି ପସନ୍ଦ କରନ୍ତି ନାହିଁ। ସ୍ୱପ୍ନ ଦେଖିବାକୁ ସେ ମନା କରନ୍ତି। କବି ସଚ୍ଚି ରାଉତରାୟଙ୍କ ପରି ସେ ମଧ୍ୟ ବାସ୍ତବବାଦୀ କବିତା ରଚନା କରିବାକୁ ଚାହାନ୍ତି। ମଣିଷର ବାସ୍ତବ ଜୀବନକୁ ଆଙ୍କିବାକୁ ଯାଇ କବି କହନ୍ତି, ଆଜିକାର କବିତା ତୁମେ ଆଜିକାର ଦୁନିଆର ଜୀବନ ଓ ମନ କଥା ରଖିନିଅ ଯେତେ ଯାହା, କଳ୍ପନା ରୂପମୟୀ ତୁମେ ଆଉ ସାଜନା। ଭଗବାନଙ୍କ ପ୍ରତି କ୍ଷୋଭ ମଧ୍ୟ ପ୍ରକାଶ ପାଇଛି ଗୋସ୍ୱାମୀଙ୍କର। ସୃଷ୍ଟି ସ୍ରଷ୍ଟାଙ୍କର ଅବିଚାର ନୀତିକୁ ସେ କବିତାରେ ସୂଚାଇ ଦେଇଛନ୍ତି। ଗୋଟିଏ ପାଖେ ଦିନ, ଅନ୍ୟପଟେ ରାତି। ଶୀତ ସମାନ ଓ ରାତି ମଧ୍ୟ ସମାନ, କିନ୍ତୁ ଦୁଃଖ ଆଉ ସୁଖ ଅଧାଅଧି ନୁହେଁ କାହିଁକି? ସୁଖ ଅପେକ୍ଷା ଅଧିକ ଦୁଃଖ କାହିଁକି ମନୁଷ୍ୟକୁ ଭୋଗ କରିବାକୁ ପଡ଼େ? ସ୍ରଷ୍ଟାଙ୍କର ଅବିଚାରକୁ କବି ବିରୋଧ କରିଛନ୍ତି। ଅଭିଯୋଗ ବାଢ଼ି କହନ୍ତି, ତେବେ କୁହ ସ୍ରଷ୍ଟା କୁହ, ହସ ଆଉ ଲୁହ ନୁହେଁ ଅଧାଅଧି, ଝରେ କିମ୍ବା ବେଶୀ ଲୁହ, ଏ କି ତୁମର ସୃଷ୍ଟିର ଭାରସାମ୍ୟ? ଯାହା ଘଟିଛି ତା ନିଶ୍ଚିତ ଘଟିବ। ସବୁକିଛି ନିୟତି ବା ସ୍ରଷ୍ଟାଙ୍କର ଏହା ବିଧି। ମାତ୍ର କବି ଗୋସ୍ୱାମୀ ଏଥିରେ ଏକମତ ହୋଇପାରନ୍ତି ନାହିଁ। ସେ ସ୍ରଷ୍ଟାଙ୍କ ନିକଟରେ ତିନିଟି ଅନୁଯୋଗ ବାଢ଼ିଛନ୍ତି। ପ୍ରଥମେ କହନ୍ତି, ସ୍ରଷ୍ଟା ଯେଉଁ ଜୀବନ ଦେଇଛନ୍ତି ସେ ତ ମଣିଷର ନୁହେଁ, ତେବେ କାହିଁକି ମଣିଷକୁ ସେ ଜନ୍ମ ଦେଲେ? ଭଗବାନଙ୍କ ଇଚ୍ଛାରେ ସୃଷ୍ଟି ଚାଲେ, ମଣିଷ ତାଙ୍କ ଇଚ୍ଛାର କ୍ରୀଡ଼ନକ, ଅଥଚ ସ୍ରଷ୍ଟା ମଣିଷକୁ କାହିଁକି ଇଚ୍ଛା ଦେଇଛନ୍ତି? ଏହା ଦ୍ୱିତୀୟ ଅଭିଯୋଗ। ଶେଷରେ ତୃତୀୟ ଅଭିଯୋଗ ପରେ ସ୍ରଷ୍ଟାଙ୍କଠାରୁ ଉତ୍ତର ପାଇବା ପାଇଁ ଆଶାବାଦୀ ହୋଇଛନ୍ତି କବି। ଭାଗ୍ୟ ବୋଲି ଦେଇଛ ଯାହା, ମାଲିକ ତୁମେ ତାର, ମଣିଷ ତେବେ କେଉଁ ଧନକୁ ମଣିଷ ଆପଣାର? ଜବାବ ଦିଅ, ଏ ହେଲା ମୋର ତୃତୀୟ ଅଭିଯୋଗ।
କବି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଜୀବନର ଜିଜ୍ଞାସା ଅନନ୍ୟ ସାଧାରଣ। ତାଙ୍କ ଗୀତି କବିତାରେ ମଣିଷ ମନର ବିକ୍ଷିପ୍ତ ଚିନ୍ତାଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ଛବି ଦେଖିବାକୁ ମିଳିଥାଏ। ସେ ଜଣେ ରୋକଠୋକ୍ ମଣିଷ। ମଣିଷର ଦୋଷ ଦୁର୍ବଳତା ଠାରୁ ଆରମ୍ଭ କରି ସ୍ରଷ୍ଟାଙ୍କର ଦୋଷ ଦୁର୍ବଳତାକୁ ମୁହେଁ ମୁହେଁ ସମାଲୋଚନା କରିବାକୁ ମଧ୍ୟ ପଶ୍ଚାତପଦ ହୁଅନ୍ତି ନାହିଁ। ତାଙ୍କ ଗୀତି କବିତାରେ ମଣିଷର ଦୁଃଖ ସୁଖ ଆନନ୍ଦ ନିରାନନ୍ଦ ସମାଜର ଦୋଷ ଦୁର୍ବଳତା ଓ ନିଜର ଆତ୍ମିକ ଅନୁଭୂତିକୁ ଆମେ ଦେଖିବାକୁ ପାଇଥାଉ। ଗୋସ୍ୱାମୀଙ୍କର ପ୍ରେମମୂଳକ ଗୀତି କବିତା, ତାପରେ ଶ୍ରୀ ଡକ୍ଟର କେଶବ ଚନ୍ଦ୍ର ଦଳାଇ ଆଲୋଚନା କରିଛନ୍ତି ଯେ କବି ଗୋସ୍ୱାମୀଙ୍କ ଗୀତି କବିତାରେ ପ୍ରେମ ମୁଖ୍ୟ ଭାବରେ ଦେଖାଦେଇଛି। ଆଲୋଚକ ବାବାଜୀ ଚରଣ ପଟ୍ଟନାୟକ କହନ୍ତି, କବିତା କେବଳ ସ୍ୱପ୍ନ ପ୍ରେମ ଓ ବିରହର, ତେଣୁ କବିତାର ଯୁଗୀୟ ଜୀବନ ଓ ମନ କଥା ରୂପ ପାଇବା ଜରୁରୀ। ସହଜ ସରଳ ଭାଷାରେ କବିତା ସମ୍ପର୍କିତ ନିଜସ୍ୱ ଦୃଷ୍ଟି ଉପସ୍ଥାପନ କରିଥିବା ଗୁରୁକୃଷ୍ଣ ତାଙ୍କ କବିତା ରଚନାରେ ତାହା ପାଳନ କରିଥିବା ଚାକ୍ଷୁଷ ହୁଏ। ପ୍ରେମ ହେଉଛି ଚିରନ୍ତନ, ଏହା ସତ୍ୟ ଓ ଶାଶ୍ୱତ। ଏହି ପ୍ରେମ ବିଷାଦିତ ମନରେ ମାଦକତା ଭରିଦିଏ, ତୃଷାର୍ତ୍ତ ମୁହଁରେ ଅମୃତର ପରଶ ଢାଳିଦିଏ, ଅଶାନ୍ତ ମନରେ ଶାନ୍ତିର ସୁକୁମାର ସ୍ପର୍ଶ ଭରିଦିଏ। କବି ଗୋସ୍ୱାମୀ ଏହି ପ୍ରେମର ଗୋଟିଏ ନୂଆ ନାମ ଦେଇଛନ୍ତି, ତାହା ହେଉଛି ରଜନୀଗନ୍ଧା। ପୃଥିବୀର ସବୁ ମଣିଷର ଯୌବନ ସକାଳରେ ମନର ବଗିଚାରେ ଏହି ଫୁଲ ଫୁଟେ, ଆଉ ତାର ମନରେ ମହକ ମଦଭରା ନୂଆ ନୂଆ ନିଶା ଭରିଦିଏ ଏବଂ ଦେହରେ ଭରିଦିଏ ଇନ୍ଦ୍ରଧନୁର ରଙ୍ଗ। କବି ଏ କଥାକୁ ଅନୁଭବ କରି ତାଙ୍କ ପ୍ରେମର ନାମ ଦେଇଛନ୍ତି ରଜନୀଗନ୍ଧା। କବିଙ୍କ ଶବ୍ଦରେ ରଜନୀଗନ୍ଧା ଫୁଟେ ରଜନୀ ମହକିଯାଏ, ରଜନୀଗନ୍ଧା ଫୁଟେ ଅବନୀ ଉଛୁଳିଯାଏ। ପୃଥିବୀର ସବୁ ଦେଶ ଏଇ ଫୁଲ ଫୁଟିବା ସେ, ଯେ ମହକ ମଦଭରା ଦିଏ ନିଶା ନୂଆ ନୂଆ। ରଜନୀଗନ୍ଧା ପ୍ରେମର ନୂଆ ନାଁ। ପ୍ରେମର ଉପାଦାନ ଗୁଡ଼ିକ ପାଇଁ ସେ ଯୁଗ ପାଇଁ ଲେଖି ବସନ୍ତି ଅଭିଧାନ। ପ୍ରେମର ଥିବା ଆଶା ନିରାଶା, ସୁଖ ଦୁଃଖ, ସତ୍ୟ ମିଥ୍ୟା, ଜୀବନ ମରଣ, ଛଳନା ଭଲ ପାଇବା ଇତ୍ୟାଦି ଶବ୍ଦର ସୁନ୍ଦର ସୁନ୍ଦର ଅର୍ଥ ରୂପକଳ୍ପ ମାଧ୍ୟମରେ ପ୍ରକାଶ କରନ୍ତି। ପ୍ରେମକୁ ସେ ବ୍ୟଙ୍ଗ କରି ଖୁବ୍ ଶାଣିତ ଦୃଷ୍ଟିଭଙ୍ଗୀର ପରିଚୟ ଦିଅନ୍ତି। ପ୍ରେମର ମାନେ ରାହୁଗ୍ରାସ, ବିରହ ମାନେ ଜୁଆର ଭଟ୍ଟା, ପ୍ରେମିକ ମାନେ ସଉକି ଅନ୍ଧ, ପ୍ରେମିକା ମାନେ ନିର୍ମୂଳୀ ଲଟା। ସତ କହିବ କେମିତି ଲାଗେ ମୋର ଏ ଅଭିଧାନ, ଯେଉଁ ପ୍ରେମରେ ଛଳନା ଥାଏ ତାହା ପ୍ରେମ ନୁହେଁ। ପ୍ରେମ ହେଉଛି ଈଶ୍ୱର, ଯେଉଁଠି ସରଗ ସୁଖ ମିଳେ, ଦୁଃଖର ପ୍ରଶ୍ନ ସେଠି ନାହିଁ। ସମାଜ ଆଜି ଯାହାକୁ ପ୍ରେମ ବୋଲି କହୁଛି ତାହା ପ୍ରେମ ନୁହେଁ, ତାହା କାମନା। କାରଣ ପ୍ରେମ କରି ମଣିଷ ପାଏ ବେଦନା। କବି କହନ୍ତି, ପ୍ରେମରେ ସେ ଯେ ଈଶ୍ୱର, ଏ ମନ ଯାର ପୂଜାରୀ, ଆଉ ଏ ଦେହ ପୂଜାର ଫୁଲ। ବର୍ତ୍ତମାନ ଦୁନିଆରେ କବି ଜନ୍ମ ହୋଇ ଭୁଲ କରିଛନ୍ତି ବୋଲି କହିଛନ୍ତି। ସମ୍ପ୍ରତି ସମସ୍ୟା ଜଟିଳ, ମଣିଷ ବଞ୍ଚିବା ପାଇଁ କଲବଲ ହୁଏ। ପ୍ରେମ ଧ୍ୱଂସ ହୋଇଛି, ମଣିଷ ହସୁଛି, ମାତ୍ର ତାର ହସରେ ଦିବ୍ୟ ପରଶ ନାହିଁ। ମାତ୍ର କବିଙ୍କର ପ୍ରେମ କବିଙ୍କୁ ସରଗ ଦେଇଛି ମଧ୍ୟ ନରକ ବାସ। ପ୍ରେୟସୀର ପ୍ରେମ କବିଙ୍କୁ ବାଦଶାହ କରିଛି ଏବଂ କରିଛି ମଧ୍ୟ ଭିକାରୀ। ବେଳେ ବେଳେ ପ୍ରେମ ପାଇଁ ତାଙ୍କର ଦୁନିଆ ଆଡ଼କୁ ନିଘା ନାହିଁ। ଦୁନିଆ ଭାସିଯାଉ ବା ରହୁ, କିନ୍ତୁ ପ୍ରେମିକାର ମୁହଁ ଛଡ଼ା ତାଙ୍କୁ କିଛି ଦିଶେ ନାହିଁ। ପ୍ରେୟସୀର କୋଳରେ ରାତ୍ରି ଯାପନ କରିବା ପାଇଁ ମନ ଆନ୍ଦୋଳିତ ହୋଇ ଉଠିଛି। କବିଙ୍କ ଶବ୍ଦରେ ଶୁଣିଲି ଯେ ଭଲ ପାଏ, ଭୁଲେ ସେ ନିଜେ କିଏ, ଦୁନିଆ ରହିଲେ କେତେ ଅବା ଭାସିଗଲେ କେତେ, ପ୍ରିୟା ମୁହଁ ବିନା ଆଉ ତାକୁ କିଛି ଦିଶିବନି, ଏଇ କଥା ଲେଖୁଛି ବୋଲି କାହାକୁ କହିବନି। ଜୀବନ ପ୍ରେମ ପ୍ରଣୟ ଶେଷକୁ କବିଙ୍କର ସ୍ମୃତି ପାଲଟି ଯାଇଛି। ତାଙ୍କ ନିକଟରେ ବଞ୍ଚିବାର ସୁଖ ନାହିଁ କିମ୍ବା ମରିବାର ଦୁଃଖ ମଧ୍ୟ ନାହିଁ। ତାଙ୍କର ଶବ୍ଦରେ ବେହିସାବୀ ଏ ଦୁନିଆ, ମନ କେବେ ବୁଝେ ନାହିଁ, ଲୁହ ଖାଲି ମାପି ଦିଏ ସବୁ ହସ ଲୁଟି ନେଇ। ମୁଁ ଗୀତ ଲେଖେ ବୋଲି କହନ୍ତି ସିନା ଲୋକ, ମୁଁ ଜିଇଛି ପିଇ ଖାଲି ସ୍ମୃତିର କିଛି ଢୋକ। ଲୁହ ଖାଲି ମାପି ଦିଏ ସବୁ ହସ ଲୁଟି ନେଇ, ମୁଁ ଗୀତ ଲେଖେ ବୋଲି କହନ୍ତି ସିନା ଲୋକ, ମୁଁ ଜିଇଛି ପିଇ ଖାଲି ସ୍ମୃତିର କିଛି ଢୋକ। କବି ଗୋସ୍ୱାମୀଙ୍କ ଗୀତି କବିତାରେ ପ୍ରେମ ପ୍ରଣୟର ଛଳ ଝରଣା ପରି ନିର୍ମଳ ଓ ପବିତ୍ର। ପ୍ରେମର ସଫଳ ରୂପାୟନ ସେ କରିଛନ୍ତି। ତାଙ୍କ ପ୍ରେମର ଆବିଳତା ନାହିଁ, ଅଛି ଅମୃତର ପରଶ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କବି ପ୍ରେମିକାର ସ୍ମୃତି ନେଇ ବଞ୍ଚିଛନ୍ତି। ମୃତ୍ୟୁ ସମୟରେ
ପ୍ରେମିକାର କବରୀର ଝରା ଫୁଲ ଓ ଲୁହର କାମନା କରିଛନ୍ତି। ସେ ପ୍ରିୟର ପ୍ରେମର ଜୟଗାନ କରି ପ୍ରକାଶ କରନ୍ତି, ଦୁନିଆରେ ଯଦି କେହି ମୋ ସମାଧି ତୋଳିଦିଏ, ଦୁନିଆରେ ଯଦି କେହି ମୋ ସମାଧି ତୋଳିଦିଏ, ସ୍ମୃତି ଫଳକେ ତୁମେ ଲେଖିଦେବ ଧାଡ଼ିଟିଏ, ବିଚରା ପଡ଼ିଛି ଶୋଇ, ଏଇ ଅନୁରୋଧ ମୋର ବାଟ ଚାହିଁ ପ୍ରିୟର। ଦେଶପ୍ରେମମୂଳକ ଗୀତି କବିତା। ଆଧୁନିକ ଗୀତି କବିତାରେ ଦେଶପ୍ରେମ ମୁଖ୍ୟ ବିଭାବ। କବି ଗୋସ୍ୱାମୀଙ୍କ ଗୀତି କବିତାରେ ଦେଶର ଐତିହ୍ୟ, ସଂସ୍କୃତି, ଜାତୀୟ ସଂହତି, ଦେଶବାସୀଙ୍କର ସ୍ୱାଭିମାନ, କର୍ତ୍ତବ୍ୟ ଓ ଦେଶପ୍ରୀତି ବର୍ଣ୍ଣନା ଦେଖିବାକୁ ମିଳିଥାଏ। ପ୍ରଥମେ ସେ ଭାରତ ଜନନୀର ଜୟଗାନ କରିଛନ୍ତି। ତାଙ୍କୁ କମଳା ରୂପୀ, ଶାରଦା ରୂପୀ, ଗିରିଜା ରୂପୀ ଓ ଯଶୋଦା ରୂପରେ ଅଭିହିତ କରିଛନ୍ତି। ତାଙ୍କୁ ଭାରତ ମାତାର ପାଦ ତଳେ ଦେଇ ଆପଣାର କରିଛନ୍ତି। କବିଙ୍କ ଭାଷାରେ ତୋ ସ୍ନେହ ଝରି ତଟିନୀ ରୂପରେ ଜୀବନ ବନକୁ କୁସୁମିତ କରେ, ତୁହି ମା ଯଶୋଦା ରୂପୀ କରେ ତୋର ଅର୍ଚ୍ଚନା, ମୋର ଜନ୍ମଭୂମି ମା। ଭାରତର ତ୍ରିରଙ୍ଗା ପତାକାକୁ କବି ଲକ୍ଷେ ସଲାମ କରନ୍ତି, ଲକ୍ଷେ ପ୍ରଣାମ ଜଣାଇଛନ୍ତି। ତ୍ରିରଙ୍ଗା ପତାକା ସମଗ୍ର ବିଶ୍ୱରେ ଶାନ୍ତିର ବାର୍ତ୍ତା ବହନ କରେ। ଭାରତ ହୋଇଛି କବି ପାଇଁ ଚିରନମସ୍ୟା ଦିବ୍ୟ ରୂପା ଉପନିଷଦର ବାର୍ତ୍ତା ବହନ କରି ଏ ଭାରତ ବସୁଧୈବ କୁଟୁମ୍ବକମ୍, ଏହି ଦେଶ ଏହି ବାର୍ତ୍ତା ବହନ କରିଛି। ତରବାରୀର ଜୟ ପ୍ରକୃତ ଜୟ ନୁହେଁ, ପ୍ରେମର ଜୟ ହିଁ ପ୍ରକୃତ ଜୟ। ଧର୍ମ ଅଲଗା କିନ୍ତୁ ଭଗବାନ ଏକ ବା ବ୍ରହ୍ମ ଏକ। କବି ଗୋସ୍ୱାମୀ ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ସେଥିପାଇଁ ସେ ଗାଆନ୍ତି, ଈଶ୍ୱର କହ, ଆଲ୍ଲା କହ, ବୁଦ୍ଧ କହ, ତୁ ଯୀଶୁ କହ, ମନ ମୂରୁଖ ସତଟି ଶିଖ, ବ୍ରହ୍ମ ଏକ ରୂପ ଅନେକ, ଆଜି ତୋ ଗୀତେ ଏଇ କଥାଟି ବୁଝାଇ ଦେଇଯା। ଗୋସ୍ୱାମୀଙ୍କର ଦେଶପ୍ରେମ ସ୍ୱତନ୍ତ୍ର। ଦେଶ ପାଇଁ ଜୀବନ ଦେବାକୁ ସଦାବେଳେ ସେ ପ୍ରସ୍ତୁତ। ଭାରତବର୍ଷରେ ଜନ୍ମ ହୋଇ ନିଜକୁ ସେ ସାର୍ଥକ ମନେ କରିଛନ୍ତି। ଯେଉଁ ଭୂଇଁର ଝରଣା ଗୀତ ଗାଏ, ଖରା, କାକର, ମେଘ, ଜୋଛନା ଅନ୍ୟ କେଉଁଠି ମିଳେ ନାହିଁ, ସେଇ ଭୂମି ପାଇଁ ଜୀବନ ଦେବାକୁ ସେ ପ୍ରସ୍ତୁତ। ଭାରତକୁ ସେ ଫୁଲ ସହିତ ତୁଳନା କରିଛନ୍ତି। ଆହା ଆହା ଈଶ୍ୱର ହେଲା ମାଳିର ନାଁ, ବିଶ୍ୱ ହେଲା ତା ବଗିଚାର ନାଁ, ସେଇ ବଗିଚାର ସୁନ୍ଦର ଫୁଲ, ଭାରତ ହେଲା ସେ ଫୁଲ ନାଁ। କବି ଉତ୍କଳର ଉତ୍କର୍ଷ ଦର୍ଶାଇଛନ୍ତି, ତାର କଳାର ସୁଷମା ଅନୁପମ। ତାକୁ କବି କର୍ମଭୂମି, ଧର୍ମଭୂମି, ସ୍ନେହୀ ସରଳ ଭାସିନୀ ବୋଲି କହି ଜୟଗାନ କରିଛନ୍ତି। ଭାରତ ଓ ଚୀନ, ଭାରତ ଓ ପାକିସ୍ତାନ ଯୁଦ୍ଧ କବିମାନଙ୍କୁ ଆନ୍ଦୋଳିତ କରିଛି। ହିନ୍ଦୁସ୍ତାନର ବିଜୟ ପାଇଁ କବି ସମଗ୍ର ଭାରତବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଚାଲ ଚାଲ ହୋଇ ନିର୍ଭୟ, ଆମରି ରକ୍ତେ ନୂତନ ଗଙ୍ଗା ଯଦି ବହେ କିବା ଭୟ, ଆମରି ଶବରେ ସୃଷ୍ଟି ହେଇ ହେବ ନବ ହିମାଳୟ। କବିଙ୍କର ଦେଶପ୍ରେମ ଉଚ୍ଚ କୋଟିର ଉଛୁଳ ନଈ ପରି ତାଙ୍କର ଆବେଗ। କବିତାଗୁଡ଼ିକ ଉଚ୍ଚମାନର। ଯେତିକି ଜାତୀୟତା ଅଛି, ସେତିକି ମାନବିକତା ରହିଛି। ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ଭକ୍ତିମୂଳକ ଗୀତି କବିତା ସମ୍ପର୍କରେ ଏକ ସୁନ୍ଦର ବର୍ଣ୍ଣନା ରହିଛି। ଡକ୍ଟର କେଶବ ଚନ୍ଦ୍ର ଦଳାଇ ତାଙ୍କର ଏଇ ଆଧୁନିକ ଓଡ଼ିଆ ଗୀତି କବିତା ଏକ ଅନୁଶୀଳନ ପୁସ୍ତକରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ଭକ୍ତିମୂଳକ ଗୀତି କବିତା ସମ୍ପର୍କରେ ସୁନ୍ଦର ତାତ୍ତ୍ୱିକ ଆଲୋଚନାଟିଏ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଅଛି ଗତ ଅର୍ଦ୍ଧ ଶତାବ୍ଦୀରେ ରଚିତ ଗୀତି କବିତା ଗୁଡ଼ିକରେ ଭକ୍ତିର ଭାବ ଅଧିକ, କିନ୍ତୁ ଯେଉଁ ଭକ୍ତିମୂଳକ କବିତା ରଚନା କରାଯାଇଛି, ସେଥିରେ ପୂର୍ବ ଭଜନ ଜଣାଣର ଧାରା ରହିଛି। ବୈରାଗ୍ୟ ଭାବ ମନରେ ପୋଷଣ କରିବା ଓ ସଂସାର ମଧ୍ୟରେ ରହି ନିଜକୁ ହୀନ ମନେ କରିବା, ଆଉ ମଧ୍ୟ ଆତ୍ମା ଓ ପରମାତ୍ମା କଥା କହିବା ବର୍ତ୍ତମାନ ଭଜନ ଜଣାଣରେ ଅଛି। ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ଭକ୍ତିମୂଳକ କବିତା ଦୁଇ ପଦ ଆଗକୁ ଯାଉଛି, ଯାହା ପୂର୍ବରୁ କବିମାନେ କହୁଥିଲେ ଭଗବାନ ବୃକ୍ଷଠାରୁ ଆରମ୍ଭ କୀଟ ପର୍ଯ୍ୟନ୍ତ ସମସ୍ତଙ୍କ ଦେହରେ ବିଦ୍ୟମାନ, ମାତ୍ର ଗୋସ୍ୱାମୀ କହନ୍ତି ନା, ସେ ନିଜେ ହିଁ ସବୁ। ଗୋଟିଏ ଉଦାହରଣ ହିଁ ତାଙ୍କର ଭକ୍ତି ଗୀତର ମୂଲ୍ୟ ନିର୍ଦ୍ଧାରଣ କରିବ। ତୁମେ ବୈଶାଖୀ ତପ, ତୁମେ ବୈଶାଖୀ ତାପ, ତୁମେଇ ପୌଷ ହିମ, ମୁଁ ଛାର ମୁଠାଏ ମାଟି, ଶହେ ଋତୁ ଘୂର୍ଣ୍ଣନ, ଏ ଖେଳ ସାଙ୍ଗ କର, ଏ ଖେଳ ସାଙ୍ଗ କର। ତାଙ୍କ କବିତାରେ ଶ୍ରୀ ଜଗନ୍ନାଥ, ଶିବ, ମହାଲକ୍ଷ୍ମୀ, ସାରଳା, ଗଣେଶ ଇତ୍ୟାଦି ଦେବଦେବୀଙ୍କର ମଧ୍ୟ ବର୍ଣ୍ଣନା ରହିଛି। ଗୁରୁକୃଷ୍ଣଙ୍କ ପଲ୍ଲୀଗୀତ ମୂଳକ ଗୀତି କବିତା।
ପଲ୍ଲୀ ସ୍ୱରକୁ ନେଇ ଅନେକ ପଲ୍ଲୀଗୀତି କବିତା ଗୋସ୍ୱାମୀ ରଚନା କରିଛନ୍ତି। ତାଙ୍କ ପଲ୍ଲୀଗୀତି ସମ୍ପର୍କରେ ଡକ୍ଟର କୁଞ୍ଜ ବିହାରୀ ଦାସ କହନ୍ତି, ନନ୍ଦକିଶୋର ପଲ୍ଲୀ କବିତାକୁ ସ୍ୱ କବିତାର ଅଙ୍ଗୀଭୂତ କରି ମର୍ଯ୍ୟାଦା ଦାନ କରିଥିଲେ, କିନ୍ତୁ ତାର ସ୍ୱର ରୁଦ୍ଧ ରହିଯାଇଥିଲା। ଗୁରୁକୃଷ୍ଣ ସେହି ରୁଦ୍ଧ ସ୍ୱରକୁ ବହୁ ବିଭାଗରେ ଉନ୍ମୋଚନ କରିଛନ୍ତି। କେତେକ ବାସ୍ତବ, କେତେକ ପ୍ରତୀକାତ୍ମକ ରୂପରେ ଫୁଟିଛି। କବି ଗୋସ୍ୱାମୀ ପଲ୍ଲୀଗୀତି କବିତାରେ ଦୁଃଖ ସୁଖ ସବୁକିଛି ରୂପ ପାଇଛି। ନିମ୍ନମତେ କିଛି ଦୃଷ୍ଟାନ୍ତ ଆମେ ନେଇପାରିବା। ସହି ସଙ୍ଗାତଲୋ କଅଁଳିଆ ନିମ ପିତା, ସିନିହ ପିରତି ସୁହାଗ ଶରଦା ଯାବତ ଅଲଣା କଥା। ସହି ସଙ୍ଗାତଲୋ କଅଁଳିଆ ନିମ ପିତା, ସିନିହ ପିରତି ସୁହାଗ ଶରଧା ଯାବତ ଅଲଣା କଥା। କବି ମଧ୍ୟ ଜଗନ୍ନାଥଙ୍କ ଲକ୍ଷ୍ମୀଙ୍କୁ ତଡ଼ି ଦାଣ୍ଡରେ ବୁଲି ଭିକ୍ଷା କରିବା କଥାକୁ ସୁନ୍ଦର ଭାବରେ ପ୍ରକଟିତ କରିଛନ୍ତି। ବଡ଼ ଦେଉଳରେ କିଛି ନ ଜୁଟିଲା ଉଭା ହେଲେ ଯାଇ ସାହିରେ, ବଡ଼ ଦେଉଳରେ କିଛି ନ ଜୁଟିଲା ଉଭା ହେଲେ ଯାଇ ସାହିରେ, ଦୁଆର ଦୁଆର ହେଲେ ହରବର ବଡ଼ ଖିଆ ପେଟ ଦାଉରେ। ଅକରମ ଯାହା କରିଲ, ଅକରମ ଯାହା କରିଲ, କିମିତିକା ମଜା ପାଇଲ କଳାବଦନ। ଗୀତିକବି ଗୁରୁକୃଷ୍ଣ ଗୋସ୍ୱାମୀ ଆଧୁନିକ ଗୀତି କବିତା କ୍ଷେତ୍ରରେ ଜଣେ ସମ୍ମାନାସ୍ପଦ ବ୍ୟକ୍ତିତ୍ୱ। ତାଙ୍କ ଗୀତି କବିତାଗୁଡ଼ିକ ଯେପରି ମାର୍ଜିତ, ସେପରି ପାତ୍ରୋପଯୋଗୀ। ହୃଦୟର ଭାବାବେଗକୁ ସେ ବି ସେହିପରି ସ୍ପଷ୍ଟ ଭାବରେ ବ୍ୟକ୍ତ କରିଛନ୍ତି। କବିଙ୍କ ଭାବନାରେ, ଚେତନାରେ ଏବେ ବି ତାରୁଣ୍ୟର ଚମକ ଅଛି। କବି ମନକୁ ବୟସର ଚାପ ହରାଇ ପାରିନି। ତାଙ୍କର କଲମ ମୁନ ଏବେ ବି ସକ୍ରିୟ। ତାଙ୍କର ଅଜସ୍ର ଗୀତି କବିତା ପାଇଁ ଆମର ଶୁଭେଚ୍ଛା, ଅଭିନନ୍ଦନ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଗୀତି କବି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ସମ୍ପର୍କରେ, ଯାହାକୁ ଲେଖିଛନ୍ତି ଆଧୁନିକ ଓଡ଼ିଆ ଗୀତି କବିତା ଏକ ଅନୁଶୀଳନ ଗ୍ରନ୍ଥର ରଚୟିତା ଡକ୍ଟର କେଶବ ଚନ୍ଦ୍ର ଦଳାଇ। ଆଜିର ଆଲୋଚନାଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।